ଆଜି ସ୍ୱାମୀ ସ୍ତ୍ରୀ ବହୁତ ଲେଟ୍ରେ ଆମେ ଉଠିଛୁ। ଏମିତି ବି ମୁଁ କେବେ ଜଲ୍ଦି ଉଠେ ନାହିଁ। ବାବୁ ଜିମ୍ ଗଲା ପରେ ଡାକିଲା ପରେ ହିଁ ମୁଁ ସବୁବେଳେ ସକାଳୁ ଉଠିଥାଏ। ଯେହେତୁ ବାବୁ ଆଜି ପୁରା ଛୁଟିରେ ଅଛନ୍ତି ସେଥିପାଇଁ ମୋତେ ବହୁତ କିଛି ସାହାଯ୍ୟ କରିଛନ୍ତି। କହିବେ ନାହିଁ ସେ ମୋତେ ବହୁତ ସାହାଯ୍ୟ କରନ୍ତି, ହେଲେ ଯେତିକି ସେ ପାରନ୍ତି ନା ସେ ବହୁତ କିଛି କରନ୍ତି। ସେଥିପାଇଁ ଦେଖନ୍ତୁ, ତଳକୁ ଯିବେନି ବୋଲି କେତେବେଳେ ରସି ଟାଙ୍ଗି ଦେଇଛନ୍ତି, ଏଇ ବାଟେ ହିଁ ଏମିତି କ୍ଷୀର ଆଣିବା ପାଇଁ ମୋତେ କହୁଛନ୍ତି। ଆଉ ସକାଳୁ ସକାଳୁ ସେ ଟିକେ ଲେଟ୍ରେ ଯଦି ଉଠି ପଡ଼ନ୍ତି ନା ମୁଣ୍ଡ ପ୍ରବଳ ବିନ୍ଧେ। ଆଉ ମୋତେ ଟିକେ ଲେଟ୍ରେ ଉଠିଲେ ବହୁତ ଶାନ୍ତି ଟିକେ ଲାଗେ। ସେଥିପାଇଁ ସେ କହିଲେ କ୍ଷୀରଟା ଆସିସାରିଲାଣି, ସେଥିପାଇଁ ମୁଁ ମୋ ସ୍ପେଶାଲ୍ କଫି ବନେଇ ଦେଉଛି। ଆଉ ତମେ ଟିକେ ଫ୍ରୁଟ୍ସ କାଟିଦିଅ, କାରଣ ତାଙ୍କର ଉଠିବା ଟିକେ ଲେଟ୍ ହେଲେ ତାଙ୍କୁ ପ୍ରବଳ ଭୋକ ଲାଗେ। ସେଥିପାଇଁ ତାଙ୍କ ପାଇଁ କିଛି ଫ୍ରୁଟ୍ସ କାଟି ଦେଇଥିଲି। ଆଉ ଯେହେତୁ ମୁଁ ଗାଧେଇନି ସେଥିପାଇଁ ମୁଁ କିଛି ଖିଆଖୁଇ କରେନି। କଫି ଟିକେ ପିଇ ଦେଇ ପାଣି ଗରମ କରି ଚାଲିଯାଇଥିଲି ଗାଧେଇବା ପାଇଁ। ଆମ ଲେଡ଼ିଜ୍ ମାନଙ୍କର ଗୋଟେ ପ୍ରୋବ୍ଲେମ୍ ଥାଏ, ଗାଧୁଆ ଆଉ ଠାକୁର ପୂଜା। ଏଇ ଦୁଇଟା ହେଇସାରିଲା ପରେ ଲାଗେ ଦିନର ଅଧା କାମ ସରିଯାଏ। ତାପରେ ଖାଇ ଖୁଆ ଦେଇକି ମୁଁ ଲାଗି ପଡ଼ିଲି ରୋଷେଇ କରିବା ପାଇଁ। ସେଇ ଭିତରେ ବାବୁ ବି ଆମର ଗାଧେଇ ସାରିଥିଲେ। ମୁଁ ଅଣ୍ଡା ସିଝେଇଥିଲି ରୋଷେଇ କରିବି ବୋଲି। ଯେହେତୁ ଆଜି 12ଟା ଥିଲା, ନମନ ଘରୁ ଚିକେନ୍ ଆସିଯାଇଥିଲା। ସେଥିପାଇଁ ଅଣ୍ଡା ଆଉ ରୋଷେଇ କ'ଣ କରିବି, ସେଇ ସିଝା ଅଣ୍ଡା ହିଁ ଖାଇଦେଲୁ। ମୋତେ ଯାହା ହଉ ବେଶୀ ଆଉ କଷ୍ଟ କରି ବେଶୀ ରୋଷେଇ କରତେ ପଡ଼ିଲା ନାହିଁ। ପୁଲା ଖାଇବା ବହୁତ ଆମକୁ ମିଳିଗଲା। ତ ଫାଇନାଲି ଖାଇକି ଟିକେ ରେଷ୍ଟ ନେଇସାରିଲା ପରେ ଦିନ 3ଟା। ଦେଖନ୍ତୁ ମୁଁ ଏତେ ଜୋରେ ପ୍ୟାକିଂ ହେଇଥାଏ, ଭାବୁଥିବେ ବହୁତ ସନ୍ଧ୍ୟା ହେଇଯିବଣି, କାରଣ ମୋତେ ଏତେ ଥଣ୍ଡା ଆଉ କାଶ ଟୋଟାଲି କମୁନାହିଁ। ଆପଣ କମେଣ୍ଟ କରି ଜଣେ ଘରୋଇ ଉପଚାରରେ କେମିତିକା ମୋର କାଶ ବନ୍ଦ ହେଇପାରିବ। ସେଥିପାଇଁ ଦେଖନ୍ତୁ ନା, ଏତେ ସାରା ଭିକ୍ସ ଚକୋଲେଟ୍ ମୁଁ ଖାଉ ତଥାପି କାଶ ଟୋଟାଲି କମୁନାହିଁ। ଏତେ ଜୋର ମୋତେ ଥଣ୍ଡା ହେଇଯାଇଛି। ସେଥିପାଇଁ ଟିକେ ବାহিରେ ବୁଲାବୁଲି ଦିନର କରିଦେଇଥିଲୁ। ତ ଆପଣମାନଙ୍କ କଥା ମାନିକି ମୁଁ ଆଉ ଫାଷ୍ଟଫୁଡ଼୍ ଖାଉନି ଫେସ୍ ପାଇଁ। ସେଥିପାଇଁ ଟିକେ ଗଜାମୁଗ ଖାଇଥିଲି ଆଉ ଟିକେ ପପକର୍ନ ନେଇଥିଲି। ଆଉ ମୁଁ ନିଜେ ଘରୁ ସବୁ ଫ୍ରୁଟ୍ସ କାଟିକି ନେଇଥିଲି ଖାଇବା ପାଇଁ। ଆଉ ଯେଉଁମାନେ ଆଇଜି ପାର୍କ ଯାଉଥିବେ ସେମାନେ ଜାଣିଥିବେ, ପଇସା ଦେଇକି ଆପଣ ଆଶୀର୍ବାଦ ନେବେ, ନହେଲେ ବିନା କାରଣରେ ଗାଳି ଶୁଣିକି ଯିବେ। ତ ଫାଇନାଲି ଏଣ୍ଟ୍ରି କରିଥିଲୁ, ଭାବିଲୁ କେଉଁଠି ବସିକି ଟିକେ ଖାଇବୁ। ଆଉ ପାର୍କର ଏତେ ଦୃଶ୍ୟ ଦେଖି ବହୁତ ଖୁସି ଲାଗେ, କାରଣ ଆମେ ଯେବେ ଭୁବନେଶ୍ୱର ରହୁନା ସବୁବେଳେ ଯାଇକି ବସା ବସି କରୁଥିଲୁ। ହେଲେ ଯେହେତୁ କଟକରେ ରହୁଛୁ, ଆଉ ଯଦି କାମ କିଛି ଥାଏ ତ ଆମେ ସେଠି ଯାଉଛୁ। 2 ଜଣ ଚେକା ମାଡ଼ିକି ବସିଗଲୁ। ଫାଇନାଲି ମୁଁ ଫ୍ରୁଟ୍ସ କିଛି କାଟିକି ନେଇଥିଲି ରୁମ୍ରୁ ଖାଇବା ପାଇଁ। ବାବୁ ଏବେ କହିଛନ୍ତି ବାହାରିକା ଜିନିଷ ବହୁତ ଆଭଏଡ଼୍ କର, ଦେହ ପାଇଁ ବି ବହୁତ ଖରାପ। ସେଥିପାଇଁ ଆପଣଙ୍କ କଥା ବାବୁଙ୍କ କଥା ମାନିକି ନିଜେ ହିଁ ଘରୁ କିଛି ନେଇଥିଲି ବନେଇକି, ଆଉ ଗଜାମୁଗ ଖାଇଥିଲି। ଆଉ ଏତେ ଥଣ୍ଡା ବୋଲି ଆସିଲା ଟାଇମ୍ରେ ଟିକେ ହିଁ ମୁଁ ଟିକେ ସୁପ୍ ପିଇକି ଆସିଥିଲି। ତ ଫାଇନାଲି ଘରକୁ ପହଞ୍ଚିଲା ବେଳେ ମୁଁ ଖାଇବା ସବୁ ନେଇଯାଇଥିଲି। ମୁଁ ସବୁ କିଛି ଛାଡ଼ି ଦେଇପାରିବି, ହେଲେ ବିରିୟାନୀଟା ଛାଡ଼ି ଦେଇପାରିବି ନାହିଁ। ତ ମୋତେ ଏଇଟା ନିଶ୍ଚୟ କ୍ଷମା କରିଦେବେ। ସେଥିପାଇଁ ମୋ ପାଇଁ ମୁଁ ବିରିୟାନୀ ନେଇଥିଲି। ହେଲେ ବାବୁ 2 ମାସ ହେଲା ଫାଷ୍ଟଫୁଡ଼୍ ଖାଇନାହାନ୍ତି ବୋଲି ଆଜି କାହିଁ ତାଙ୍କର ଇଚ୍ଛା ହେଲା ଟିକେ ନିଜେ ସିଏ ଫ୍ରାଇଡ଼୍ ରାଇସ୍ ତାଙ୍କ ପାଇଁ ଆଣିଥିଲେ। ତ ରହିଲି, ଜୟ ଜଗନ୍ନାଥ। ମିଳିବା ଆମେ ନେକ୍ସଟ ଭିଡ଼ିଓରେ। ରାଧେ ରାଧେ।